ଜୟ ଜଗନ୍ନାଥ ଛୁଆ। ଆଜି ଛୁଆ ଆଲୋଚନା କରିବା କେଉଁମାନେ ଯୋଗମାୟାଙ୍କ କବଳରେ ସଂହାର ହେବେ। ହେଲା, ଏଇ ଯୋଉ ପଦଟି ଇଏ ବୋଧେ ଆମେ ଭାବୁଛୁ ବର୍ତ୍ତମାନ ସମୟରେ ବୋଧେ 75% ଏଇ ଯୋଗମାୟାଙ୍କ କବଳରେ ସଂହାର ହେବେ। କେତେ ଭାଗ? 75%। ଯୋଗମାୟା କାହାକୁ ସଂହାର କରିବ? ନୀତିହରା ଲୋକ ଗୁଡ଼ାଙ୍କୁ, ଯେଉଁମାନେ ଗୁରୁ ଧର୍ମ ବହନ କରିଥିବେ, ନୀତି ନିୟମରେ ନ ରହୁଥିବେ, ସେଇମାନଙ୍କର ପରୀକ୍ଷା ଯୋଗମାୟା କରିବେ। ଇଏ ତ ମୂର୍ଖ କିଛି ଜାଣିନି, ସିଏ ବା ନରବାଗୁଞ୍ଜରେ ଅସ୍ୱସ୍ଥ ମାହାତ। ଯେଉଁମାନେ ପାପ ପୁଣ୍ୟ କ'ଣ ବିଚାର ଜାଣିକି ପାପ କରନ୍ତି, ସେଗୁଡ଼ା କ'ଣ କୁହନ୍ତି? ମହାପାପ। ଯିଏ ଗୁରୁ ଧର୍ମ ନ ନେଇଛି ନାହିଁ, ଯିଏ ନେଇକି ଗୁରୁ ଧର୍ମ ନୀତି ନ ମାନିଲା, ସେମାନେ କ'ଣ କୁହନ୍ତି? ମହାପାପୀ। ଏଇମାନଙ୍କର ବିନାଶ ହେବ। ଏଇମାନଙ୍କୁ କିଏ ପରୀକ୍ଷା କରିବେ? କିଏ ସେ? ଯୋଗମାୟା। ଆମ ହିନ୍ଦୁ ଶାସ୍ତ୍ର କହେ, ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଲେ ସେ କହିଲେ, ଜୀବେ ଦୟା ନାମେ ରୁଚି ବୈଷ୍ଣବ ସେବନ, ଏହା ବିନୁ ଧର୍ମ ନାହିଁ ଶୁଣ ସନାତନ। ଚୈତନ୍ୟ ବାଣୀ ଥିଲା, ଜୀବକୁ ଦୟା କର, ନାମକୁ ଅନୁସରଣ କର, ବୈଷ୍ଣବ ସେବନ, ବିଷ୍ଣୁଙ୍କୁ ଟିକେ ସେବା କର। ଏଠି ବାବାଜୀଙ୍କ କଥା କହିନାହାନ୍ତି, ବିଷ୍ଣୁଙ୍କୁ ଟିକେ ଆରାଧନା କର। ଏହା ବିନୁ ଧର୍ମ ନାହିଁ ଶୁଣ ସନାତନ। ହେ ସନାତନ, ଏହା ବିନୁରୁ ଆଉ ଧର୍ମ କିଛି ନାହିଁ। କିନ୍ତୁ ବର୍ତ୍ତମାନ ବହୁତ ପ୍ରକାର ସାଧୁ ଉତ୍କଳ ଦେଶରେ ବାହାରିଲେ। ହେଲା, ଆମେ ଗୋଟେ ଆଗରୁ କହିଥିଲୁ, ସେଟା କହିବା କଥା ନୁହଁ। 32 ପ୍ରକାର ସାଧୁ ବର୍ତ୍ତମାନ ଅନ୍ତରରୁ ଯାହା ତ ସାଧୁ ଖୁବ୍ କମ୍। କେତେ ସାଧୁଙ୍କ ବ୍ୟକ୍ତି, କେତେ ଜଣ ସାଧୁଙ୍କ ନେଇକି ସାଧୁ କୂଳଟାକୁ ଆଜି ସମାଜରେ କ'ଣ କରୁଛନ୍ତି? ଘୃଣାବାଚ କରି ଦେଖୁଛନ୍ତି। ହଉ କି ନାହିଁ? ସେ ଛାଡ଼, ସେ ଯାହା ହଉ, ଯୋଗମାୟା କାହାଙ୍କୁ ବିନାଶ କରିବେ ବୁଝିଯାଉଛି। ଯେଉଁ ବ୍ୟକ୍ତି ବିଶେଷ ଗୁରୁକୁଳରେ ଆଶ୍ରିତ ହୋଇ ନୀତିହରା ଥିବେ, କର୍ମ ନ କରୁଥିବେ, ସେଇମାନଙ୍କୁ ଯୋଗମାୟା ସଂହାର କରିବେ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତାଙ୍କର କଳିକଳ୍ପ ଗୀତାରେ କ'ଣ କରୁଛନ୍ତି? ପ୍ରମାଣ ଦେଇଛନ୍ତି। ବୁଝିପାରିଲ? କ'ଣ ମହାପୁରୁଷ ଅଚ୍ୟୁତ କହୁଛନ୍ତି? କାହାକୁ? ରାମଦାସକୁ। ନାମ ଆଶ୍ରେ ଭକ୍ତ ଯେତେ ମୋହର, ମାଛ ମାଂସରେ ପୁରାଇ ଉଦର, ଏମାନେ ଅଟନ୍ତି ଶୁଦ୍ଧ ମାଉଁସ, ତାହାଙ୍କ ଦେବୀ କରିବେ ଟିକେ ଆସ। ବୋଲାନ ଦେଖବା କହିଲେ, ହେ ରାମ, ସମସ୍ତେ ଯେତିକି ଯୋଉଠି ଅଛନ୍ତି ଭକ୍ତ ନାମକୁ ଆଶ୍ରା କରିଥିବେ, ସବୁବେଳେ ମାଛ ମାଉଁସ ଉପରେ ଉଦର ପୁରୁଥିବେ, ସବୁବେଳେ ମାଛ ମାଂସ ଭକ୍ଷଣ କରୁଥିବେ। ଏମାନେ ଅଟନ୍ତି ଶୁଦ୍ଧ ମାଂସ, ତାଙ୍କ ସିଏ ହେଉଛନ୍ତି ଶୁଦ୍ଧ ମାଂସ। ତାହାଙ୍କୁ ଦେବୀ କରିବେ ଟି ଘାସ, ସେମାନଙ୍କୁ ଦେବୀ ମଧ୍ୟ ଘାସ କରିବେ। ପୁଣି ଆଉ କିଏ ନା, ନାମ ଆଶ୍ରାରେ ଯେ ଥିବେଟି ଭକ୍ତ, ଭୋଜନ କରିବେ ଚଣ୍ଡାଳ ଭାତ, ବିନା ଆଜ୍ଞାରେ ମନ ମୂର୍ଖପଣ, ପରସ୍ତ୍ରୀ ହରଣ ନାମ ବଖାଣ। କି ସୁନ୍ଦର କଥା କହିଲେ। କହିଲେ ଇଆଡ଼େ ଗୁରୁ ଧର୍ମ ବହନ କରିଥିବ, ନାମକୁ ଆଶ୍ରୟ କରିଥିବ, ନାମ ତତ୍ତ୍ୱ ନେଇଥିବ, ହେଲା, ଭୋଜନ କରିବେ ଚଣ୍ଡାଳ ଭାତ। ଚଣ୍ଡାଳ ଭାତ କ'ଣ? ଅରୁଆ ସହିତ ଆମିଷ। ହେଲା, ବର୍ତ୍ତମାନ ସମୟ ଦେଖୁନ ଭୋଜି ହେଉଛି ବିରିୟାନୀ ସହିତ, ବା ବିରିୟାନୀ ଚାଲିଛି, ଚିକେନ ବିରିୟାନୀ, ମଟନ ବିରିୟାନୀ, ଏସବୁ ଚଣ୍ଡାଳ ଖାଦ୍ୟ। ବୁଝି ହେଉଛି ନା? ଇଆଡ଼େ ଗୁରୁ ଧିକିଆ ବହନ କରିଥିବେ, ସିଆଡ଼େ ଚଣ୍ଡାଳ ଭୋଜନ କରିବେ। ହେଲା, ଅରୁଆ ସହିତ ଆଇଁଷ ଭକ୍ଷଣ କରିବେ। ବିନା ଆଜ୍ଞାରେ ମନ ମୂର୍ଖପଣ, ପର ସ୍ତ୍ରୀ ହରଣ ନାମ ବଖାଣ। ଇଆଡ଼େ ଗୁରୁ ଧିକିଆ ନେଇଥିବେ, ପର ସ୍ତ୍ରୀକି ହରଣ କରୁଥିବେ।
ପିତା ମାତା ଆଉ କେତେ ଭକତ ଦେବତା ସାଧୁ ବୈଷ୍ଣବ ନିନ୍ଦିତ ପୁରାଣ ନିନ୍ଦା ଆତ୍ମା ବଢିମା ଥିବ ବିଶ୍ୱାସଘାତକ ଅକ୍ରିୟା ଭାବ। ଭାରତ ଭୂମିଟା ବହୁତ ହେଲାଣି। ଗୁରୁ ଧର୍ମ ନେଇଥିବେ, ବାପ ମାଆଙ୍କୁ ପଚାରୁନଥିବେ, ଦେବତାଙ୍କୁ ମାନୁନଥିବେ, ସାଧୁ ସତ ବୈଷ୍ଣବଙ୍କୁ ନିନ୍ଦା କରୁଥିବେ। ହେ ଆମ ଗୁରୁ ବଡ଼, ହେ ମାନେ ତମ ଗୁରୁ ସାନ, ଏମିତି ଗୁରୁକୁଳ କ'ଣ କରୁଥିବେ? ନିନ୍ଦା କରୁଥିବେ। ପୁରାଣକୁ ନିନ୍ଦା କରୁଥିବେ। ପୁରାଣ ଶାସ୍ତ୍ର କିଛି ନାହିଁ, ଆମେ ଜ୍ୟୋତି ଦର୍ଶନ କରିଛୁ, ଆମେ ନିରାକାରବାଦୀ। ଅନେକ ନାହାନ୍ତି ନା, ଆମେ ନିରାକାରବାଦୀ, ପୁରାଣ ଶାସ୍ତ୍ର ଗୀତା ଭାଗବତ ମାନିବେ ନାହିଁ। ବିଶ୍ୱାସଘାତକ ଅକ୍ରିୟା ଭାବ ଏବଂ ଆଉ ଥୋଡ଼େ ଥିବେ ବିଶ୍ୱାସଘାତକ। ଗୁରୁ ଧର୍ମ ବହନ କରିକି ଲୋକଙ୍କ ସହିତ ବିଶ୍ୱାସଘାତକଟା କରିବେ। ବୁଝି ହେଉଛି ନା? ମାୟା ମୋହ ବିଷ ୟାରେ ଯେ ରତ ଏମନ୍ତ ହୋଇବ ଶୁଦ୍ଧ ଆଇଁଷ। ଇଆଡ଼େ ଗୁରୁ ଧର୍ମ ବହନ କରିଥିବେ, ମାୟାରେ ପଡ଼ିଥିବେ, ମୋହରେ ପଡ଼ିଥିବେ, ବିଷୟରେ ରତ ଥିବେ। ଏଇମାନଙ୍କର ହେଉଛି କ'ଣ? ଶୁଦ୍ଧ ମାଂସ। ତେଣୁ ଗୁରୁ ଧର୍ମଟା କେତେ କଠିନ ଏଇଟା ମନେ ରଖିଥାଅ। ଏଠି ଅଚ୍ୟୁତ କହୁଛନ୍ତି ଯେ ତମେ ଗୁରୁ ଧର୍ମ ବହନ କଲ, ମାଛ ମାଂସ ଏଗୁଡ଼ାକୁ ଛାଡ଼, ବାପ ମାଆଙ୍କୁ ପୂଜା କର, ପର ସ୍ତ୍ରୀକୁ ପାପ ଦୃଷ୍ଟିରେ ଦେଖ ନାହିଁ, ପୁରାଣ ଶାସ୍ତ୍ରକୁ ନିନ୍ଦା କର ନାହିଁ। ବୁଝି ହେଉଛି ନା? ମୋହ ମାୟା ବିଷୟରେ ଆବଦ୍ଧ ହୁଅ ନାହିଁ। ନହେଲେ କ'ଣ ହେବ? ଯଦି ତମେ ଆବଦ୍ଧ ହେବ, ତାଙ୍କୁ ଯୋଗ ମାୟା କରିବେ ଗ୍ରାସ। ଶୁଣ ବାବୁ ତୁ ରାମଚନ୍ଦ୍ର ଦାସ। ଏ ରାମଚନ୍ଦ୍ର ଏଇଟା ମନେ ରଖିଥା। ଯେଉଁମାନେ ଗୁରୁ ଧର୍ମ ବହନ କରି ଗୁରୁଜନ ଲଘୁଜନ ବାପ ମା ଭାଇ ବନ୍ଧୁ କୁଟୁମ୍ବ ମାନନ୍ତି ନାହିଁ, ସଦା ସର୍ବଦା ମଦ ମାଛ ମାଂସରେ ବୁଡ଼ିଥିବେ, ଫଙ୍କସନ୍ ହେଉଥିବ, ଆଗ 5,000 ଟଙ୍କା ଦେଇକି ଆଗରେ ଯାଇକି ବସି ପଡ଼ିବେ, କିନ୍ତୁ ଭିକାରୀକି ଭିକ ଦାନ ଦଉନଥିବେ। ଏମାନେ ସବୁ ଯୋଗମାୟାଙ୍କ କବଳରେ ବିନାଶ ହେବେ ବୋଲି ଆମେ କହୁନୁ। କଳିକଳ୍ପ ଗୀତାରେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ପଟ୍ଟ ଶିଷ୍ୟ ରାମ ଦାସକୁ ଚେତନା ଦେଇକି ଯାଇଛନ୍ତି। ତେଣୁ ଗୁରୁ ଧର୍ମ ସାଧାରଣ ଧର୍ମ ନୁହଁ, ଗୁରୁ ପରମ୍ପରା ସାଧାରଣ ପରମ୍ପରା ନୁହଁ। ଗୁରୁ ହେଉଛନ୍ତି ଅଗ୍ନି ସ୍ୱରୂପ। ବ୍ରହ୍ମା ଅଭିଶାପ ଦେଲେ ଶିବ ହରଣ କରିବେ, ଶିବ ଅଭିଶାପ ଦେଲେ ବିଷ୍ଣୁ ହରଣ କରିବେ, ବ୍ରହ୍ମା ବିଷ୍ଣୁ ଶିବ ଅଭିଶାପ ଦେଲେ ଗୁରୁ ହରଣ କରିବେ, କିନ୍ତୁ ଗୁରୁ ଅଭିଶାପ ଦେଲେ କେହି ହରଣ କରିପାରିବେ ନାହିଁ। ସେଥିପାଇଁ କୁହନ୍ତି ଗୁରୁଙ୍କୁ ନ ମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।